ଟପକେ ବର୍ତ୍ତିଗଲା ମଣିପୁରମ୍ ଫାଇନାନ୍ସ। ଢେଙ୍କାନାଳ ସହରସ୍ଥିତ କାଞ୍ଚନ ବଜାରଠାରେ ଥିବା ମଣିପୁରମ୍ ଫାଇନାନ୍ସ ଲିମିଟେଡ୍। ଏଠାରେ ଆଜି ସକାଳ 9:25 ସମୟରେ 3 ଜଣ ଲୁଟେରା ବ୍ୟାଙ୍କ ଖୋଲିବା ସମୟରେ କର୍ମଚାରୀଙ୍କ ପଛେ ପଛେ ଆସି କର୍ମଚାରୀମାନଙ୍କୁ ଆଖିବୁଜା ମାଡ଼ ମାରିଥିଲେ ଓ ମାରଣାସ୍ତ୍ର ସାହାଯ୍ୟରେ ଭୟଭୀତ ମଧ୍ୟ କରାଇଥିଲେ। ଡକାୟତି କରିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ଉପସ୍ଥିତ କର୍ମଚାରୀଙ୍କ ପାଇଁ ସାଇରନ୍ ହଠାତ୍ ବାଜି ଉଠିଥିଲା। ଖବର ପାଇ ଟାଉନ ଥାନା ଆଇଆଇସି ଓ ଅନ୍ୟ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। କିନ୍ତୁ ଦେଖିବାକୁ ଗଲେ ବର୍ତ୍ତମାନ ସହରରେ ବିଭିନ୍ନ ଧରଣର ଡକାୟତି, ଲୁଟପାଟ, ଏଟିଏମ୍ ଡକାୟତି ଚାଲି ରହିଛି। ଥଣ୍ଡା ପାନୀୟରେ ନିଶା ଦେଇ ଏସବୁ ଲୁଟପାଟ ମଧ୍ୟ ଜାରି ରହିଛି। ଯଦି କହିବା ଏସବୁ ଘଟଣା ପାଇଁ ପୋଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି। ପୋଲିସ ପାଇଁ ଚ୍ୟାଲେଞ୍ଜ ମଧ୍ୟ ଦେଖିବାକୁ ହେଲାଣି ଯେ ଏବେ ବାକି ରହିଲା ପୋଲିସ କେତେ ସଫଳତା ହାସଲ କରୁଛନ୍ତି। ଢେଙ୍କାନାଳରୁ ସୁଶୀଲ କୁମାରଙ୍କ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍।